ଦେଖନ୍ତୁ ବିଜେଡି ଭାଙ୍ଗିବାର ପ୍ରଶ୍ନ ଉଠୁନି। ଏଇଟା ଗୋଟେ ଷ୍ଟ୍ରଙ୍ଗ ଅପୋଜିସନ୍ ଅଛି। 51 MLAs ଅଛନ୍ତି। ଆଉ ବିଜେପିଠୁ ଅପେକ୍ଷା ବିଜେଡିର ବେଶୀ ଭୋଟ୍ ଜେନେରାଲ ଭୋଟ୍ଟା ଆମେ ମିଳିଥିଲା ଆସେମ୍ବଲି ଇଲେକ୍ସନରେ। ତେଣୁ ବିଜେଡି ଅର୍ଗାନାଇଜେସନ୍ ଷ୍ଟ୍ରଙ୍ଗ ଅଛି। ଆମର କାର୍ଯ୍ୟକ୍ରମଟା ବି ଚାଲିଛି, ମେମ୍ବରସିପ୍ ଡ୍ରାଇଭ୍ଟା ବି ଚାଲିଛି, କିଛି ପ୍ରୋବ୍ଲେମ୍ ନାହିଁ। ଆଉ କଥା ରହିଲା ଅନାସ୍ଥା ପ୍ରସ୍ତାବର ନୂଆ ସରକାର ଆସିଛି, ସେମାନେ ଟିକେ ଟିକେ ଚେଷ୍ଟା କରୁଛନ୍ତି ଗ୍ରାସରୁଟ୍ ଲେଭେଲରେ କିଛି କିଛି କରିବା ଲାଗି। ମୋର ହିସାବରେ କେହି ଏମାନେ କେହି ସକ୍ସେସଫୁଲ୍ ହେବେନି, ପୁରା ଫେଲିୟର ହେବ। ଆଉ ଗଣତନ୍ତ୍ର ମାଧ୍ୟମରେ ଯାହାକୁ 5 ବର୍ଷ ଟର୍ମ ଦିଆହେଇଛି ସେ 5 ବର୍ଷ ଟର୍ମଟା ସେମାନେ ପୂରଣ କରାଯାଉ, ଏଇଟା ଉଦ୍ଦେଶ୍ୟରୁ ନେଇକି ଦିଆହେଇଛି। ତେଣୁ ଦି ଅଣ୍ଡରହ୍ୟାଣ୍ଡ ଟାକ୍ଟିକ୍ସ ୱିଲ୍ ନଟ୍ ୱାର୍କ। ନବୀନ ବାବୁ ଆମ ଦଳର ଲିଡର ଅଛନ୍ତି। ସେ ପ୍ରତ୍ୟେକ ଜିଲ୍ଲା ବୁଲିବା ଲାଗି ଆଗରୁ ବି ଘୋଷଣା କରିଥିଲେ। 20 ତାରିଖରୁ ଢେଙ୍କାନାଳର ପ୍ରୋଗ୍ରାମ୍ ହେଇପାରେ ରଖାହେଇଛି। ଆଗାମୀ ଦିନରେ ସବୁ ଜିଲ୍ଲାକୁ ଯିବେ। କୌଣସି ଦଳର ବିଜେଡି ଦଳର 20 MLA ଯିବାର ପ୍ରଶ୍ନ ଉଠୁନି। ବିଜେଡି ଇଜ୍ ଏ ୟୁନାଇଟେଡ୍ ପାର୍ଟି। वी हैव ए स्ट्रॉन्ग लीडरशिप। आमर ग्रासरूट ऑर्गेनाइजेशनटा भल अच्छी। तेणु दल भांगीटा प्रश्न उठुनी। दल कार्यक्रमटा आगामी दिन में आरंभ हो देखिए निजे असेम्बलीटा 26 तारीख दिन आरंभ हो बहुत प्रसंगटा अच्छी। आपड़ जब देखिए बलांगीर जिले में से टास्क फोर्स ऑन डिस्ट्रेस्ड इमिग्रेशन बन ओडिशा सरकार किंतु से जिलार लाठोर्ज गाँव जोटे उपमुख्यमंत्री कन्स्टिट्युएंसी अच्छी से गोटे छुआ बिक्री होबार मीडिया रे रिपोर्ट बाहरी। तेणु ये सब जो डाइवर्जेंस अच्छी जो कॉन्फ्लिक्ट अच्छी ता भितर बहुत जिनिसटा बाहर असेंबली आम उपस्थापित कर।